ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। କୁହାଯାଏ ଆଜି ହେଉଛି ମଙ୍ଗଳବାର। ଏହି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ବାର। ଚାଲନ୍ତୁ ଆଜି ଆମେ ଆଲୋଚନା କରିବା ପ୍ରଭୁ ହନୁମାନ ଯେଉଁଠି ନିଜ ପତ୍ନୀଙ୍କ ସହିତ ବିରାଜମାନ କରିଛନ୍ତି ସେହି ମନ୍ଦିର ବିଷୟରେ। କୁହାଯାଏ ପ୍ରଭୁ ହନୁମାନ ହେଉଛନ୍ତି ବ୍ରହ୍ମଚାରୀ, କିନ୍ତୁ ଆମର ଆନ୍ଧ୍ରପ୍ରଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରଭୁ ହନୁମାନ ତାଙ୍କ ସ୍ତ୍ରୀଙ୍କ ସହିତ ପୂଜା ପାଉଛନ୍ତି। ଚାଲନ୍ତୁ, ଯେହେତୁ ଆଜି ମଙ୍ଗଳବାର, ପ୍ରଭୁ ହନୁମାନଙ୍କ ବିଷୟରେ ଏହି ସନ୍ଦର୍ଭଟି ଆମେ ଆଲୋଚନା କରିବା। କୁହାଯାଏ ଯେ ସେ ତାଙ୍କ ପତ୍ନୀଙ୍କ ସହ ହନୁମାନଙ୍କ ଦର୍ଶନ ପରେ ଘରେ ବୁଲୁଥିବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମସ୍ତ ତିକ୍ତତା ଶେଷ ହୋଇଥାଏ। ଆମେ ଯଦି ହନୁମାନଙ୍କୁ ତାଙ୍କ ପତ୍ନୀଙ୍କ ସହିତ ଦର୍ଶନ କରିବା, ଘରେ ଯେତେ ଝଗଡ଼ା ଝାଟି ଓ ମନମାଳିନ୍ୟ ହୋଇଥାଏ ସେସବୁ ଦୂର ହୋଇଯାଇଥାଏ। ଆନ୍ଧ୍ରପ୍ରଦେଶର ଖమ్మମ ଜିଲ୍ଲାରେ ନିର୍ମିତ ହନୁମାନଙ୍କର ଏହି ମନ୍ଦିର ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର। ଏଠାରେ ହନୁମାନ ତାଙ୍କ ବ୍ରହ୍ମଚାରୀ ରୂପରେ ନୁହଁ, ବରଂ ତାଙ୍କ ପତ୍ନୀ ସୁଭଦ୍ରାଙ୍କ ସହ ଘରୋଇ ରୂପରେ ବସିଛନ୍ତି। ହନୁମାନଙ୍କର ସମସ୍ତ ଭକ୍ତ ବିଶ୍ୱାସ କରୁଛନ୍ତି ଯେ ସେ ବାଲ ବ୍ରହ୍ମଚାରୀ ଥିଲେ ଏବଂ ବାଲ୍ମୀକି ରାମାୟଣ ସମେତ ଯେକୌଣସି ରାମାୟଣ ଏବଂ ରାମଚରିତ ମାନସରେ ମଧ୍ୟ ଏହା ଦେଖିବାକୁ ମିଳେ। କିନ୍ତୁ ପରାଶର ସଂହିତାରେ ହନୁମାନଙ୍କର ବିବାହର କଥା ବର୍ଣ୍ଣନା କରାଯାଇଛି। ଏହାର ପ୍ରମାଣ ସ୍ୱରୂପ ଆନ୍ଧ୍ରପ୍ରଦେଶର ଖମ୍ମମ ଜିଲ୍ଲାରେ ନିର୍ମିତ ହେଉଛି ଏକ ସ୍ୱତନ୍ତ୍ର ମନ୍ଦିର, ଯାହାକି ହନୁମାନଙ୍କର ବିବାହର ପ୍ରମାଣ ଦିଏ। ଯେତେବେଳେ ଏହି ବିବାହ ବନ୍ଧନରେ ବନ୍ଧା ହୋଇଥିଲା, ସେତେବେଳେ ଏହି ମନ୍ଦିର ରାମଦୂତଙ୍କ ଚରିତ୍ରକୁ ମନେ ପକାଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭଗବାନ ହନୁମାନ ଜଣେ ବ୍ରହ୍ମଚାରୀ ନଥିଲେ। ପବନପୁତ୍ର ମଧ୍ୟ ବିବାହିତ ଏବଂ ସେ ଜଣେ ବାଲ ବ୍ରହ୍ମଚାରୀ ମଧ୍ୟ ଥିଲେ। କିଛି ବିଶେଷ ପରିସ୍ଥିତି ହେତୁ ବଜରଙ୍ଗବାଲୀଙ୍କୁ ସୁଭଦ୍ରାଙ୍କ ସହ ବିବାହ କରିବାକୁ ପଡ଼ିଥିଲା। ବାସ୍ତବରେ ହନୁମାନ ଭଗବାନ ସୂର୍ଯ୍ୟଙ୍କୁ ତାଙ୍କର ଗୁରୁ କରିଥିଲେ। ହନୁମାନ ସୂର୍ଯ୍ୟଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିଲେ। ସୂର୍ଯ୍ୟ କୌଣସି ସ୍ଥାନରେ ଅଟକି ପାରିଲେ ନାହିଁ, ତେଣୁ ହନୁମାନଙ୍କୁ ପ୍ରଭୁ ସୂର୍ଯ୍ୟଙ୍କ ରଥ ସହିତ ଦିନ ସାରା ଉଡ଼ିବାକୁ ପଡ଼ିଲା ଏବଂ ଭଗବାନ ସୂର୍ଯ୍ୟ ତାଙ୍କୁ ବିଭିନ୍ନ ଶାସ୍ତ୍ର ବିଷୟରେ ଜ୍ଞାନ ଦେଲେ। କିନ୍ତୁ ହନୁମାନଜୀଙ୍କୁ ଜ୍ଞାନ ଦେବାବେଳେ ଦିନେ ସୂର୍ଯ୍ୟଙ୍କ ସମ୍ମୁଖରେ ଧର୍ମ ଠିଆ ହେଲା। ସମୁଦାୟ 9 ପ୍ରକାର ଶିକ୍ଷଣ ମଧ୍ୟରୁ ହନୁମାନଙ୍କୁ ତାଙ୍କ ଗୁରୁ 5 ପ୍ରକାର ଶିକ୍ଷା ଶିଖାଇଥିଲେ, କିନ୍ତୁ ଅବଶିଷ୍ଟ 4 ପ୍ରକାର ଜ୍ଞାନ ଏବଂ ଜ୍ଞାନ ଏପରି ଥିଲା, ବୁଦ୍ଧି ଏମିତି ଥିଲା ଯେ ସେ କେବଳ ଜଣେ ବିବାହିତ ବ୍ୟକ୍ତିଙ୍କୁ ଶିକ୍ଷା ଦିଆଯାଇପାରିବ। ହନୁମାନ ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରିବାକୁ ପ୍ରତିଶ୍ରୁତି ନେଇଥିଲେ ଏବଂ ତାଠାରୁ କମ୍ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଏଠାରେ ଭଗବାନ ସୂର୍ଯ୍ୟଙ୍କ ସାମ୍ନାରେ ଏକ ସଙ୍କଟ ଦେଖାଯାଇଥିଲା ଯେ ଧର୍ମର ଅନୁଶାସନ ହେତୁ ସେ ଅବିବାହିତ କୌଣସି ବିଶେଷ ଜ୍ଞାନ ଶିକ୍ଷା ଦେଇପାରିନଥିଲେ। ଏଭଳି ପରିସ୍ଥିତିରେ ସୂର୍ଯ୍ୟ ଭଗବାନ ହନୁମାନଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ଏବଂ ତାଙ୍କର ଶପଥ ପୂରଣ କରିବା ପାଇଁ ପ୍ରଭୁ ହନୁମାନ ମଧ୍ୟ ବିବାହ ସୂତ୍ରରେ ବାନ୍ଧି ହେବାକୁ ରାଜି ହୋଇଥିଲେ। କିନ୍ତୁ ହନୁମାନଙ୍କ ପାଇଁ କନ୍ୟା କିଏ ବା ହେବା ଉଚିତ ଏବଂ କେଉଁଠୁ ପାଇବ ସେ ବିଷୟରେ ସମସ୍ତେ ଚିନ୍ତିତ ଥିଲେ। ସୂର୍ଯ୍ୟଦେବ ତାଙ୍କର ସର୍ବୋଚ୍ଚ ତପ୍ତର ତଥା ଚମତ୍କାର କନ୍ୟା ସୁଭଦ୍ରାଙ୍କୁ ହନୁମାନଙ୍କ ସହିତ ବିବାହ ପାଇଁ ପ୍ରସ୍ତୁତ କରାଇଥିଲେ। ଏହାପରେ ହନୁମାନ ତାଙ୍କର ଶିକ୍ଷା ସମାପ୍ତି କରିଥିଲେ ଏବଂ ସୁଭଦ୍ରା ତାଙ୍କ ଅନୁତାପରେ ଅନନ୍ତ କାଳ ପାଇଁ ତପସ୍ୟାରେ ଜଡ଼ିତ ହୋଇ ରହିଗଲେ। ଏହିପରି ଯଦିଓ ହନୁମାନ ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି, କିନ୍ତୁ ଶାରୀରିକ ସ୍ତରରେ ସେ ଆଜି ବି ଜଣେ ବ୍ରହ୍ମଚାରୀ ହୋଇ ରହିଛନ୍ତି। ପରାଶର ସଂହିତାରେ ଏହା ଲେଖାଯାଇଛି ଯେ ସୂର୍ଯ୍ୟଦେବ ନିଜେ ଏହି ବିବାହ ବିଷୟରେ କହିଥିଲେ। ଏହି ବିବାହ ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ କରାଯାଇଛି ଏବଂ ହନୁମାନଙ୍କର ବ୍ରହ୍ମଚାରୀ ରୂପ ମଧ୍ୟ ପ୍ରଭାବିତ ହୋଇନଥିଲା। ତେଣୁ ଯଦି ଆପଣଙ୍କ ପାଖରେ କିଛି ବି ସମୟ ଅଛି, ଆପଣ କୌଣସି ତୀର୍ଥ ଜାଗାକୁ ବୁଲିବାକୁ ଚାହୁଁଛନ୍ତି, ଏହି ମନ୍ଦିରକୁ ନିଶ୍ଚିତ ଭାବରେ ଯାଆନ୍ତୁ ଓ ପ୍ରଭୁ ହନୁମାନଙ୍କର ଓ ମାତା ସୁଭଦ୍ରାଙ୍କ ଆଶୀର୍ବାଦ ନିଅନ୍ତୁ। ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କର ମଙ୍ଗଳ କରିବେ। ଆଜି ଯେହେତୁ ମଙ୍ଗଳବାର, ସେଇଥିପାଇଁ ଏହି ସବିଶେଷ କଥାଟି ସମସ୍ତଙ୍କ ଆଗରେ ପ୍ରତିପାଦନ କଲି। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗେ, ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କହିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ।